ଆମର ଏହି ବିଶେଷ ଆଲୋଚନାକୁ ସ୍ୱାଗତ। ଆଜି ଆମେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତରୁ ଗୋଟିଏ ବହୁତ ରୋଚକ ଆଉ ଗଭୀର କାହାଣୀ ଭିତରକୁ ଯିବା। ଆମ ପାଖରେ ଯେ ଅଂଶଟି ଅଛି ତାହା ଗୋଟେ ବ୍ରହ୍ମାଣ୍ଡୀୟ ସଙ୍କଟରୁ ଆରମ୍ଭ ହେଉଛି। କଳ୍ପନା କରନ୍ତୁ ଟିକେ, କୌଣସି କାରଣ ନାହିଁ, କିଛି ନାହିଁ, ହଠାତ୍ ପୁରା ସଂସାରରେ 10 ଦିଗରେ ଗୋଟେ ଅଜଣା ଅନ୍ଧକାର ଛାଇଗଲା। ସୂର୍ଯ୍ୟ ଅଛି, ହେଲେ କିଛି ଦେଖାଯାଉନି। ଇନ୍ଦ୍ରଙ୍କ ସମେତ ସବୁ ଦେବତା ପୁରା ଡରି ଯାଇଛନ୍ତି, ଆତଙ୍କିତ। ସେମାନେ ବୁଝିପାରୁନାହାନ୍ତି ଯେ ଏହାର କାରଣ କ'ଣ। କିନ୍ତୁ ଏହି ସଙ୍କଟର ମୂଳ ଅଛି ଦିତି ନାମକ ଜଣେ ଦେବୀଙ୍କ ଗର୍ଭରେ। ତେବେ ସବୁ ଦେବତା ମିଶି ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ପାଖକୁ ଗଲେ। ପଚାରିଲେ, ହେ ପ୍ରଜାପତି, ଏ କି ଅଦ୍ଭୁତ ଘୋର ଅନ୍ଧକାର, ଏହାର କାରଣ କ'ଣ? ଆଉ ଏଇଠୁ ହିଁ ଏଇ ପ୍ରଶ୍ନରୁ ହିଁ ପ୍ରକୃତ କାହାଣୀଟି ଆରମ୍ଭ ହେଉଛି। ଦେବତାମାନେ ବ୍ରହ୍ମାଙ୍କ ପାଖକୁ ଯିବା ତ ଗୋଟେ ସ୍ୱାଭାବିକ କଥା, କାରଣ ସେ ତ ସୃଷ୍ଟିକର୍ତ୍ତା। ସେ କେବଳ ସୃଷ୍ଟି କରନ୍ତିନି, ସୃଷ୍ଟିର ସବୁ ରହସ୍ୟ ବିଷୟରେ ଜାଣନ୍ତି। ତେଣୁ ସେମାନେ ଯେତେବେଳେ କାରଣ ପଚାରିଲେ, ବ୍ରହ୍ମା କହିଲେ, ଏହାର କାରଣ ବୁଝିବାକୁ ହେଲେ ଆମକୁ ବହୁତ ପଛକୁ ଯିବାକୁ ପଡ଼ିବ। ସେ ସିଧା ଉତ୍ତର ଦେଲେନି, ଗୋଟେ ପୁରୁଣା କାହାଣୀ କହିବା ଆରମ୍ଭ କଲେ। ହଁ, ଆଉ ସେହି କାହାଣୀର କେନ୍ଦ୍ରରେ ଅଛନ୍ତି ବ୍ରହ୍ମାଙ୍କ ନିଜ ମାନସ ପୁତ୍ରମାନେ, ସନକ, ସନନ୍ଦନ, ସନାତନ ଆଉ ସନତ କୁମାର। ଏହି 4 କୁମାରଙ୍କ ବିଷୟରେ ଯେଉଁ ବର୍ଣ୍ଣନା ଅଛି ସେଟା ବଡ଼ ଅଦ୍ଭୁତ। ଭାଗବତରେ ଲେଖା ଅଛି 5 ବର୍ଷ ପୁତ୍ର ପ୍ରାୟ, ମାନେ ସେମାନେ ଦେଖିବାକୁ 5 ବର୍ଷର ପିଲା ପରି, କିନ୍ତୁ ସେମାନେ ମହାଜ୍ଞାନୀ। ଆଉ ଗୋଟେ କଥା, ସେମାନେ ସବୁବେଳେ ଦିଗମ୍ବର ରହନ୍ତି, ମାନେ ବସ୍ତ୍ରହୀନ। ଏଟା ଟିକେ ଆଶ୍ଚର୍ଯ୍ୟ ଲାଗୁନି? 5 ବର୍ଷର ପିଲାଙ୍କ ରୂପ, ଅସୀମ ଜ୍ଞାନ ଆଉ ଦିଗମ୍ବର ବେଶ, ଏହାର କିଛି ବିଶେଷ ଅର୍ଥ ଅଛି କି? ନିଶ୍ଚିତ ଭାବରେ ଏହା ଖାଲି ଗୋଟେ ବାହ୍ୟ ବର୍ଣ୍ଣନା ନୁହେଁ, ଏହା ପଛରେ ବହୁତ ଗଭୀର ଦାର୍ଶନିକ କଥା ଅଛି। ସେମାନଙ୍କର ବାଳକ ରୂପ ହେଉଛି ତାଙ୍କର ଆଭ୍ୟନ୍ତରୀଣ ଶୁଦ୍ଧତା ଆଉ କେମିତି କହିବି, ନିରୀହତାର ପ୍ରତୀକ। ସେମାନେ ଜ୍ଞାନୀ, କିନ୍ତୁ ସେ ଜ୍ଞାନରେ ଅହଙ୍କାର ନାହିଁ, ପିଲାଙ୍କ ଭଳି ସରଳତା ଅଛି। ଆଉ ଦିଗମ୍ବର ବେଶର ମାନେ ହେଲା ସେମାନେ ସବୁ ସାଂସାରିକ ମାୟା, ଆବରଣ, ଏସବୁ ବନ୍ଧନରୁ ପୁରା ମୁକ୍ତ। ବସ୍ତ୍ର ଯେମିତି ଆମ ଶରୀରକୁ ଢାଙ୍କେ, ମାୟା ସେମିତି ଆମ ଆତ୍ମାକୁ ଘୋଡ଼ାଇ ରଖେ। ସେମାନେ ସେହି ମାୟାରୁ ଉପରେ, ସେଥିପାଇଁ ବସ୍ତ୍ରହୀନ। ଏହି ବାହ୍ୟ ରୂପ ଆଉ ଭିତରର ଶକ୍ତି, ଏଇ ପାର୍ଥକ୍ୟ ହିଁ ଆଗକୁ କାହାଣୀର ମୂଳଦୁଆ। ବାଃ, ଏଇଟା ବହୁତ ସୁନ୍ଦର ଭାବରେ ବୁଝାଇଲେ। ତେବେ କାହାଣୀ ଆଗକୁ ବଢ଼ୁଛି। ଦିନେ ଏଇ 4 ଋଷି ଆକାଶ ମାର୍ଗରେ ବୁଲୁ ବୁଲୁ ଯାଇ ପହଞ୍ଚିଲେ ଭଗବାନ ବିଷ୍ଣୁଙ୍କର ବାସସ୍ଥଳୀ ବୈକୁଣ୍ଠରେ। ଆଉ ସେ ସ୍ଥାନର ବର୍ଣ୍ଣନା ବହୁତ ମନୋରମ। ସେଠି କଳ୍ପବୃକ୍ଷ ଅଛି ଯାହା ସବୁ ଇଚ୍ଛା ପୂରଣ କରେ। ସବୁ ଋତୁ ଏକା ସାଙ୍ଗରେ ଅଛି। ସୁଗନ୍ଧିତ ଫୁଲ ଆଉ କୋକିଳ, ଶୁଆ, ହଂସ, ଏମାନେ ଖାଲି ରାବୁନାହାନ୍ତି, ସେମାନେ ବିଷ୍ଣୁଙ୍କର ଗୁଣଗାନ କରୁଛନ୍ତି। ହଁ, ଏହା ଏକ ଆଦର୍ଶ ସ୍ଥାନର ପରିକଳ୍ପନା, ଯେଉଁଠି ପ୍ରକୃତିର ପ୍ରତ୍ୟେକ ଜିନିଷ ଭଗବାନଙ୍କ ସହ ମିଶିଯାଇଛି। ପକ୍ଷୀଙ୍କର କଳରବ ବି ଗୋଟେ ଭକ୍ତି ସଙ୍ଗୀତ ପାଲଟି ଯାଇଛି। ଏଥିରୁ ଜଣାପଡ଼ୁଛି ଯେ ସେଠାରେ ସବୁକିଛି ଚୈତନ୍ୟମୟ ଆଉ ଭଗବତ୍ ପ୍ରେମରେ ପରିପୂର୍ଣ୍ଣ। ଆଉ ସବୁଠୁ ଆଶ୍ଚର୍ଯ୍ୟ କଥା କ'ଣ ଜାଣିଛନ୍ତି? ସେଠାକାର ବାସିନ୍ଦାମାନେ ସମସ୍ତେ ଦେଖିବାକୁ ଠିକ୍ ଭଗବାନ ବିଷ୍ଣୁଙ୍କ ପରି। ଶଙ୍ଖ, ଚକ୍ର, ଗଦା, ପଦ୍ମ ଧରିଛନ୍ତି। ସେଠାରେ ଦୁଃଖ, ଭୟ କି ବୁଢ଼ା ହେବାର କୌଣସି ସ୍ଥାନ ନାହିଁ। ମୋତେ ଗୋଟିଏ ଦୃଶ୍ୟ ବହୁତ ଭଲ ଲାଗିଲା। ସ୍ୱୟଂ ଦେବୀ ଲକ୍ଷ୍ମୀ ଗୋଟେ ସ୍ଫଟିକ ପ୍ରାସାଦ ଭିତରେ ପଦ୍ମଫୁଲରେ ତିଆରି ପହରାରେ ସେବା କରୁଛନ୍ତି। ଭାଗବତରେ ଲେଖା ଅଛି, ଯଦ୍ୟପି ଧୂଳି ତହି ନାହିଁ, ବିନୟ ଭକ୍ତି ପ୍ରକାଶେଇ। ମାନେ ସେଠି ଧୂଳି ନଥିଲେ ବି ସେ ନିଜର ବିନୟ ଆଉ ସେବା ଭାବ ଦେଖାଉଛନ୍ତି। ଏହା ହିଁ ବୈକୁଣ୍ଠର ସାରତତ୍ତ୍ୱ। ସେଇଟା ଖାଲି ଗୋଟେ ସୁନ୍ଦର ଜାଗା ନୁହେଁ, ସେଇଟା ଗୋଟେ ଆଧ୍ୟାତ୍ମିକ ଅବସ୍ଥା। ଲକ୍ଷ୍ମୀଙ୍କର ଏଇ କାମ ଦେଖାଉଛି ଯେ ସେଠାରେ ସବୁଠୁ ଉପରେ ଥିବା ବ୍ୟକ୍ତି ବି ସେବା ଭାବରେ ଅଛନ୍ତି, କୌଣସି ଅହଙ୍କାର ନାହିଁ। ଆଉ ଭାଗବତରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ କିଏ ସେଠିକି ଯାଇପାରିବ। ଯେଉଁମାନେ କେବଳ କଠୋର ତପସ୍ୟା କରନ୍ତି, ମନ ପବନ ହୃଦେ ଛନ୍ଦି, ଚଞ୍ଚଳ ଇନ୍ଦ୍ରିୟ ନିରୋଧୀ, ମାନେ ଯୋଗ ସାଧନା କରନ୍ତି। କିନ୍ତୁ ଯଦି ତାଙ୍କ ମନରେ ଗୋବିନ୍ଦ ଭାବ ବା ଭକ୍ତି ଭାବ ନାହିଁ, ସେମାନେ କେବେ ବି ବୈକୁଣ୍ଠରେ ପଶିପାରିବେ ନାହିଁ। ତେବେ ସବୁକିଛି ଏତେ ସୁନ୍ଦର, ଏତେ ପବିତ୍ର ଲାଗୁଛି, ଏଠି କିଛି ଭୁଲ ହେବାର ତ ସମ୍ଭାବନା ହିଁ ନାହିଁ। କିନ୍ତୁ ସେଇଠି ହିଁ କାହାଣୀରେ ଗୋଟେ ବଡ଼ ମୋଡ଼ ଆସୁଛି, ନୁହେଁ କି?
ଚାରିକୁମାର ବୈକୁଣ୍ଠର 6ଟି ଦ୍ୱାର ପାର ହେଇ ସପ୍ତମ ଦ୍ୱାରରେ ପହଞ୍ଚିଲେ, ଆଉ ସେଇଠି ସମସ୍ୟା ଆରମ୍ଭ ହେଲା। ହଁ, ସପ୍ତମ ଦ୍ୱାରରେ 2 ଜଣ ଦ୍ୱାରପାଳ ଥିଲେ, ଜୟ ଆଉ ବିଜୟ। ସେମାନେ ବି ଦେଖିବାକୁ ବହୁତ ତେଜସ୍ୱୀ, କିରୀଟ କୁଣ୍ଡଳ ପିନ୍ଧିଛନ୍ତି, ହାତରେ ସୁନା ବେତ, ଆଉ ତାଙ୍କ ରୂପ ବି ଭଗବାନ ବିଷ୍ଣୁଙ୍କ ପରି। କିନ୍ତୁ ଯେତେବେଳେ ସେମାନେ ଏହି 4 ଋଷିଙ୍କୁ ଦେଖିଲେ, ସେମାନେ ତାଙ୍କୁ ଅଟକେଇ ଦେଲେ। ମୋତେ ଏଇଟା ବୁଝାପଡ଼ୁନି। ଆମେ ଏବେ କଥା ହଉଥିଲେ ଯେ ବୈକୁଣ୍ଠରେ ଅହଙ୍କାର, ଭେଦଭାବର ସ୍ଥାନ ନାହିଁ। ତେବେ ଏଇ 2 ଦ୍ୱାରପାଳଙ୍କ ମନରେ ଏମିତି ଭାବନା ଆସିଲା କେମିତି? ସେମାନେ ଏହି ପିଲାରୂପୀ ଋଷିମାନଙ୍କୁ ଦେଖି ତାଙ୍କୁ ଉପହାସ କଲେ ଓ ଭିତରକୁ ଯିବାକୁ ସିଧା ମନା କରିଦେଲେ। ଏଇଟା ଗୋଟେ ବଡ଼ ବିରୋଧାଭାସ ପରି ଲାଗୁଛି। ଏୟା ହିଁ କାହାଣୀର ମୂଳ ପ୍ରଶ୍ନ। ଏହାର କାରଣ ହେଉଛି ସେହି ଦ୍ୱାରପାଳମାନଙ୍କ ମନରେ ଗୋଟେ ସୂକ୍ଷ୍ମ ଅହଙ୍କାର ଆସିଯାଇଥିଲା। ସେମାନେ ନିଜକୁ ଭଗବାନଙ୍କର ଦ୍ୱାରପାଳ ଭାବୁଥିଲେ, ଆଉ ଏହି ପଦବୀର ଗର୍ବ ତାଙ୍କୁ ଅନ୍ଧ କରିଦେଇଥିଲା। ସେମାନେ ଋଷିମାନଙ୍କର ବାହାର ରୂପ ଦେଖିଲେ, 5 ବର୍ଷର ପିଲା, ଲଙ୍ଗଳା, କିନ୍ତୁ ତାଙ୍କ ଭିତରେ ଥିବା ଅସୀମ ଜ୍ଞାନକୁ ଦେଖିପାରିଲେ ନାହିଁ। ଋଷିମାନେ ଏହା ଦେଖି ରାଗିଗଲେ, କିନ୍ତୁ ତାଙ୍କର ରାଗ ନିଜ ଅପମାନ ପାଇଁ ନଥିଲା। ସେମାନେ ଭାବିଲେ ଯେ ବୈକୁଣ୍ଠପୁରେ ଥାଆନ୍ତି ତାଙ୍କୁ ନ ଲାଗେ ରିପୁଭ୍ରାନ୍ତି, ମାନେ ଯେଉଁଠି କାମ, କ୍ରୋଧ, ଲୋଭ ଭଳି ଶତ୍ରୁ ରହିବା କଥା ନୁହେଁ, ସେଠି ଏ 2 ଜଣଙ୍କ ମନରେ କପଟ ଆଉ ଭେଦଭାବ କେମିତି ଆସିଲା? ଏହା ବୈକୁଣ୍ଠର ପବିତ୍ରତା ଉପରେ ଗୋଟେ ପ୍ରଶ୍ନବାଚୀ ସୃଷ୍ଟି କରୁଥିଲା। ତାମାନେ ଋଷିମାନଙ୍କ ରାଗ ବ୍ୟକ୍ତିଗତ ନଥିଲା, ବରଂ ଗୋଟେ ସିଦ୍ଧାନ୍ତଗତ ରାଗ ଥିଲା। ସେମାନେ ଗୋଟେ ପବିତ୍ର ଜାଗାରେ ଅପବିତ୍ରତାର ଛାପ ଦେଖିଲେ, ଆଉ ତାପରେ ସେମାନେ ଯାହା କଲେ ସେଇଟା ସବୁକିଛି ବଦଳେଇ ଦେଲା। ସେମାନେ ଅଭିଶାପ ଦେଲେ। ହଁ, ସେମାନେ କହିଲେ, ତୁମେମାନେ କପଟଧର୍ମୀ, ତୁମ ମନରେ ଭେଦଭାବ ଅଛି, ତେଣୁ ତୁମେ ଏ ସ୍ଥାନ ପାଇଁ ଅଯୋଗ୍ୟ। ତୁମେମାନେ ଏଠାରୁ ପୃଥିବୀକୁ ଯାଅ, ଆଉ ସେଠାରେ ଅସୁର କୂଳରେ 3 ଥର ଜନ୍ମ ନିଅ। ଏହା ଏକ ବହୁତ ବହୁତ କଠୋର ଦଣ୍ଡ ଥିଲା। 3 ଜନ୍ମ? ସେଇଟା ତ ବହୁତ କଠୋର। ଖାଲି ଟିକେ ଭୁଲ ପାଇଁ ଏତେ ବଡ଼ ଦଣ୍ଡ। କେହି ବି କହିପାରେ ଯେ ଦ୍ୱାରପାଳମାନେ ତ ଖାଲି ନିଜ କାମ କରୁଥିଲେ। ଏଇଟା ଗୋଟେ ଭଲ ପ୍ରଶ୍ନ। କିନ୍ତୁ ଏଠାରେ କାମ କରିବା ଆଉ କାମ କରିବାର ଭାବନା ଭିତରେ ଫରକ ଅଛି। ସେମାନେ ନିରପେକ୍ଷ ଭାବରେ କର୍ତ୍ତବ୍ୟ କରୁନଥିଲେ, ସେମାନେ ଉପହାସ କରିଥିଲେ। ସେଇଟା ଅହଙ୍କାରରୁ ଆସିଥିଲା, ଆଉ ବ୍ରହ୍ମର୍ଷିଙ୍କ ଅଭିଶାପ କେବେ ମିଛା ହୁଏ ନାହିଁ। ଏହା ଏକ ପ୍ରକାରର କାର୍ମିକ ନିୟମ। ବୈକୁଣ୍ଠ ଭଳି ସାତ୍ତ୍ୱିକ ଜାଗାରୁ ଏ ରାଜସିକ ଅହଙ୍କାରକୁ ହଟେଇବା ପାଇଁ ଗୋଟେ ଶକ୍ତିଶାଳୀ ପ୍ରକ୍ରିୟା ଦରକାର ଥିଲା। ତେବେ ଅଭିଶାପର ଶେଷରେ ଗୋଟେ ଆଶ୍ୱାସନା ଥିଲା, ତୃତୀୟ ଜନ୍ମ ଭୋଗ ସାରି ପୁଣି ଲଭିବ ବିଷ୍ଣୁପୁରୀ, ମାନେ 3 ଜନ୍ମ ପରେ ଫେରିଆସିବେ। ଆଉ ଏହାପରେ ଦ୍ୱାରପାଳଙ୍କର ପ୍ରତିକ୍ରିୟା, ଏଇଟା ମୋତେ ସବୁଠୁ ଅଧିକ ପ୍ରଭାବିତ କଲା। ତାଙ୍କ ଅହଙ୍କାର ମୁହୂର୍ତ୍ତକରେ ଚୂର୍ଣ୍ଣ ହୋଇଗଲା। ସେମାନେ ନିଜ ଭୁଲ ବୁଝିପାରିଲେ ଆଉ ଡୋରିକି ଋଷିଙ୍କ ପାଦ ତଳେ ପଡ଼ିଗଲେ। ସେମାନେ ଅଭିଶାପ ଫେରାଇ ନେବାକୁ କହିଲେ ନାହିଁ। ନା, ବିଲକୁଲ କହିଲେ ନାହିଁ। ସେମାନେ ଜାଣିଥିଲେ ଯେ ବ୍ରହ୍ମଶାପ ଅନ୍ୟଥା ହେବନି। ସେମାନେ ଦ୍ୱନ୍ଦ୍ୱକୁ ସ୍ୱୀକାର କରିନେଲେ, କିନ୍ତୁ ସେମାନେ କେବଳ ଗୋଟିଏ ପ୍ରାର୍ଥନା କଲେ, ଯାହା ଏ କାହାଣୀର ହୃଦୟ। ସେମାନେ କହିଲେ, ଆମର ଯେକୌଣସି ଜନ୍ମ ହେଉ, ଆମେ ଅସୁର ଦେହରେ ଜନ୍ମ ହେଲେ ବି ଆମର କୃଷ୍ଣଙ୍କର ସ୍ମରଣ ଯେମିତି କେବେ ନ ହଜିଯାଉ। ଏହା ହେଉଛି ଭକ୍ତିର ଚରମ ନିଦର୍ଶନ। ଦଣ୍ଡକୁ ସ୍ୱୀକାର କରିବା, କିନ୍ତୁ ଭଗବାନଙ୍କର ସ୍ମୃତିକୁ ନ ହରାଇବାକୁ ମାଗିବା। ସେମାନେ ବିଚ୍ଛେଦକୁ ଡରୁଥିଲେ, ଦଣ୍ଡକୁ ନୁହେଁ। ଠିକ୍ ଏହି ସମୟରେ ଯେତେବେଳେ ଏସବୁ ଘଟୁଥିଲା, ସ୍ୱୟଂ ଭଗବାନ ବିଷ୍ଣୁ ଦେବୀ ଲକ୍ଷ୍ମୀଙ୍କ ହାତ ଧରି ସେଠାରେ ପହଞ୍ଚିଲେ। ତାଙ୍କ ଆସିବାର ବର୍ଣ୍ଣନା ବହୁତ ମନମୁଗ୍ଧକର। ଶ୍ୟାମଳ ସୁନ୍ଦର ରୂପ, ଛାତିରେ କୌସ୍ତୁଭ ମଣି, ଅଣ୍ଟାରେ ପୀତ ବସ୍ତ୍ର ଆଉ ବେକରେ ବନମାଳା। ତାଙ୍କ ରୂପ ଏତେ ମୋହନୀୟ ଥିଲା ଯେ ଭାଗବତ କହୁଛି, ବ୍ରହ୍ମା ଶଙ୍କର ଦେବ ମନ ମୋହନ ରୂପେ ହୁଏ ଛନ୍ନ। ଆଉ ଯେତେବେଳେ ଋଷିମାନେ ଭଗବାନଙ୍କୁ ଦେଖିଲେ, ତାଙ୍କର ସବୁ ରାଗ ଶାନ୍ତ ହୋଇଗଲା। ଭାଗବତରେ ଗୋଟେ ବହୁତ ସୁନ୍ଦର ପଦ ଅଛି, ସେ ହରି ଚରଣାରବିନ୍ଦ କିଞ୍ଜଳକ ତୁଳସୀ ଆମୋଦ ପବନ ନାସାଦ୍ୱାରେ ପୁରେ ଚିତ୍ତ ଶରୀର କ୍ଷୋଭ କରେ। ୟାର ଅର୍ଥ, ଭଗବାନଙ୍କ ପାଦପଦ୍ମରେ ଲାଗିଥିବା ତୁଳସୀର ସୁଗନ୍ଧ ଯେତେବେଳେ ପବନରେ ଭାସି ଆସି ତାଙ୍କ ନାକରେ ବାଜିଲା, ତାଙ୍କ ଭିତରେ ଥିବା ସବୁ ରାଗ, ସବୁ ଅଶାନ୍ତି ମୁହୂର୍ତ୍ତକରେ ଯେମିତି ପାଣି ହୋଇଗଲା। ସେମାନେ ସଙ୍ଗେ ସଙ୍ଗେ ବୁଝିଗଲେ ଯେ ଏହା ସାଧାରଣ ଘଟଣା ନୁହେଁ, ଏହା ଭଗବାନଙ୍କର ହିଁ ଗୋଟେ ଲୀଳା। ସତେ ଯେମିତି ତାଙ୍କର ଉପସ୍ଥିତି ହିଁ ସବୁକିଛି ଠିକ୍ କରିଦେଲା। ଏହାପରେ ଋଷିମାନେ ଭଗବାନଙ୍କୁ ସ୍ତୁତି କଲେ।
ସେମାନେ ନିଜ ରାଗ ପାଇଁ କ୍ଷମା ମାଗିଲେ। କହିଲେ ଯେ ଆମେ ଆପଣଙ୍କ 2 ସେବକଙ୍କୁ ଅଭିଶାପ ଦେଇ ବଡ଼ ପାପ କରିଛୁ। ତାପରେ ସେମାନେ ଏକ ସୁନ୍ଦର ବରଦାନ ମାଗିଲେ, ଯାହା ପ୍ରତ୍ୟେକ ଭକ୍ତ ପାଇଁ ଏକ ଆଦର୍ଶ। ହଁ, ସେମାନେ କୌଣସି ସାଂସାରିକ ଜିନିଷ ମାଗିଲେ ନାହିଁ। ସେମାନେ କହିଲେ, ତୋ ଯଶ ଶୁଣି କର୍ଣ୍ଣ ମାର୍ଗେ, ତୋ ନାମ ଗୁଣି ଜିହ୍ୱ ଅଗ୍ରେ, ତୋହର ଚରଣେ ହେଉ ରତି, ତୋ ଗୁଣଗଣେ କର୍ଣ୍ଣପଥ, ଶ୍ରବଣେ ପୁରୁ ଜଗନ୍ନାଥ। ମାନେ ଆମର ସବୁ ଇନ୍ଦ୍ରିୟ, ଆମ କାନ, ଆମ ଜିଭ, ଆମ ଆଖି, ଆମ ମନ, ସବୁ କିଛି ଯେମିତି କେବଳ ଆପଣଙ୍କ ସେବାରେ ଲାଗିଥାଉ। ଏହା ଥିଲା ସମ୍ପୂର୍ଣ୍ଣ ସମର୍ପଣର ପ୍ରାର୍ଥନା। ତେବେ ଏହି ପୂରା କାହାଣୀ ଶୁଣିବା ପରେ ବ୍ରହ୍ମା ଦେବତାମାନଙ୍କୁ ସେଇ ମୂଳ ପ୍ରଶ୍ନର ଉତ୍ତର ଦେଲେ। ସେଇ ଘୋରମାନ୍ଧକାରର କାରଣ କ'ଣ? ଏବେ ସବୁ କିଛି ଯୋଡ଼ି ହୋଇଗଲା। ବ୍ରହ୍ମା କହିଲେ, ଯେଉଁ ଘୋର ଅନ୍ଧକାର ଦେଖି ତୁମେମାନେ ଡରି ଯାଇଛ, ତାର କାରଣ ହେଉଛି ଦିତିଙ୍କ ଗର୍ଭରେ ବଢ଼ୁଥିବା 2ଟି ଅସାଧାରଣ ତେଜ। ଆଉ ତାଙ୍କ ଗର୍ଭରେ ଥିବା ସେହି 2 ଶକ୍ତିଶାଳୀ ସନ୍ତାନ ଆଉ କେହି ନୁହନ୍ତି। ସେମାନେ ହେଉଛନ୍ତି ସେଇ ଅଭିଶପ୍ତ ଦ୍ୱାରପାଳ, ଜୟ ଓ ବିଜୟ। ସେମାନେ ନିଜ ଅଭିଶାପର ପ୍ରଥମ ଜନ୍ମ ଆରମ୍ଭ କରିବାକୁ ଯାଉଛନ୍ତି, ଆଉ ସେମାନଙ୍କ ତେଜରେ ହିଁ ପୂରା ସଂସାର ଅନ୍ଧାର ହୋଇଯାଇଛି। ବାଃ! ତେବେ ସମଗ୍ର ବ୍ରହ୍ମାଣ୍ଡକୁ ଆତଙ୍କିତ କରିଥିବା ଏହି ମହାସଙ୍କଟର କାରଣ କୌଣସି ବଡ଼ ଯୁଦ୍ଧ କି ଷଡ଼ଯନ୍ତ୍ର ନଥିଲା, ବରଂ ଏହାର ଆରମ୍ଭ ସ୍ୱର୍ଗର ଦ୍ୱାରରେ ହୋଇଥିବା ଗୋଟେ ଛୋଟ ଅହଙ୍କାରର ହୋଇଥିଲା। ଏହା ଦେଖାଉଛି ଯେ କିପରି ଗୋଟେ ମାମୁଲି ଭୁଲ ମଧ୍ୟ ବ୍ରହ୍ମାଣ୍ଡୀୟ ପରିଣାମ ଆଣିପାରେ। ଠିକ୍, କିନ୍ତୁ ଏଥିସହିତ ଏହା ମଧ୍ୟ ଦେଖାଉଛି ଯେ କିପରି ଭକ୍ତି ଆଉ ସ୍ମରଣ, ଯେମିତି ସେଇ ଦ୍ୱାରପାଳମାନେ ମାଗିଥିଲେ, ସବୁଠୁ କଠିନ ପରିସ୍ଥିତିରେ ବି ମୁକ୍ତିର ବାଟ ହୋଇପାରେ। ସେମାନେ ଶରୀରରେ ଅସୁର ହେବେ, କିନ୍ତୁ ସ୍ମୃତିରେ ସେମାନେ ସବୁବେଳେ ଭଗବାନଙ୍କର ଭକ୍ତ ହୋଇ ରହିବେ। ଏହି କାହାଣୀ ଆମ ପାଇଁ ଗୋଟେ ଗଭୀର ଚିନ୍ତନ ଛାଡ଼ିଯାଏ। ସାଧାରଣତଃ ଆମେ ଅସୁରମାନଙ୍କୁ ଖାଲି ଖଳନାୟକ, ଦୁଷ୍ଟ ଆଉ ପାପୀ ବୋଲି ଦେଖୁ। କିନ୍ତୁ ଏଠାରେ ତାଙ୍କ ଉତ୍ପତ୍ତିର କାହାଣୀ ପୁରା ଅଲଗା। ସେମାନେ ମୂଳତଃ ଭଗବାନଙ୍କର ଦ୍ୱାରପାଳ, ତାଙ୍କର ଭକ୍ତ। ହଁ, ଏହା ଆମର ଭଲ ଆଉ ଖରାପର ସାଧାରଣ ଧାରଣାକୁ ଗୋଟେ ପ୍ରକାରର ଚ୍ୟାଲେଞ୍ଜ କରୁଛି। ଯେଉଁମାନଙ୍କୁ ଆମେ ଖଳନାୟକ ଭାବୁଛୁ, ସେମାନେ ପ୍ରକୃତରେ ଗୋଟେ ବଡ଼ ଦିବ୍ୟ ନାଟକର ଅଂଶ। ଯେଉଁମାନେ ଗୋଟେ ମୁହୂର୍ତ୍ତର ଭୁଲ ପାଇଁ ଅଭିଶାପ ଭୋଗୁଛନ୍ତି, ଆଉ 3 ଜନ୍ମ ଧରି ନିଜ ପ୍ରଭୁଙ୍କ ସହ ପୁଣି ଥରେ ମିଶିବା ପାଇଁ ଅପେକ୍ଷା କରୁଛନ୍ତି। ଏହା ଆମକୁ ଏକ ପ୍ରଶ୍ନ ପଚାରିବାକୁ ବାଧ୍ୟ କରେ। ପୁରାଣର ଏହି ଖଳନାୟକମାନେ କ'ଣ କେବଳ ବାଧା ସୃଷ୍ଟି କରିବା ପାଇଁ ଅଛନ୍ତି, ନା ସେମାନଙ୍କର କାହାଣୀ ମଧ୍ୟ ଏକ ପ୍ରକାରର ଭକ୍ତିର କାହାଣୀ, ଯାହା ବିଚ୍ଛେଦ ଆଉ ଯନ୍ତ୍ରଣା ଭିତର ଦେଇ ଗତି କରୁଛି? ହୁଏତ ପ୍ରତ୍ୟେକ ସଂଘର୍ଷ, ପ୍ରତ୍ୟେକ ଯୁଦ୍ଧ କେବଳ ଗୋଟେ ଲଢ଼େଇ ନୁହେଁ, ବରଂ ଏକ ଦୀର୍ଘ ପ୍ରତୀକ୍ଷିତ ପୁନର୍ମିଳନର ମାଧ୍ୟମ।